ପ୍ରେମ ହେଇଗଲା। ପ୍ରେମ ହେଇଗଲା କାହାଣୀଟିର ଚତୁର୍ଥ ଭାଗ। ପୂଜା ଆଉ ଲିଜା ଚିଠିଟି ପଢ଼ି ଦୁଇଜଣ କଥା ହେଲେ। ଲିଜା ପୂଜାକୁ ପଚାରିଲା, ଏଇ ଚିଠିଟି କାହାର? ପୂଜା ବି କହିଲା, ମୁଁ ଜାଣିନି। ପୂଜା କହିଲା, ଚିଠି ବିଷୟରେ ଛାଡ଼, ବହୁତ ଡେରି ହେଲାଣି, ଚାଲ ତୋର ଜନ୍ମଦିନ ଆୟୋଜନ କରିବା। ପୂଜା ଲିଜା ପାଇଁ ଉପହାର ଆଣିବାକୁ ଭୁଲି ଯାଇଥିଲା। ତେଣୁ ଲିଜାକୁ କହିଲା, ଲିଜା, ମୁଁ ଟିକେ ମାର୍କେଟରୁ ଆସୁଛି, ତୁ ସଜାସଜି କରୁଥା। ଲିଜା କହିଲା, ଏବେ କ'ଣ ପାଇଁ ତୁ ମାର୍କେଟ ଯାଉଛୁ ପୂଜା କହିଲା, ମୋର ଗୋଟେ କାମ ଅଛି, କାମଟି ଜଲ୍ଦି ସାରିକରି ଆସୁଛି। ଲିଜା କହିଲା, ମୁଁ ବି ତୋ ସହିତ ଯିବି। ପୂଜା କହିଲା, ନାଇଁ ଥାଉ, ମୁଁ ଜଲ୍ଦି ଆସିଯିବି, ଏମିତି ବି ବହୁତ ଡେରି ହେଲାଣି। ଲିଜା କହିଲା, ଠିକ୍ ଅଛି, ତୁ ଯା, ବାକି ଜଲ୍ଦି ଆସିବୁ, ବହୁତ କାମ ଅଛି। ପୂଜା କହିଲା, ଠିକ୍ ଅଛି, ମୁଁ ଜଲ୍ଦି ଆସିଯିବି। ପୂଜା ମାର୍କେଟ ଚାଲିଗଲା। ଏପଟେ ପ୍ରକାଶ ଆଉ ଶିବମ ଲିଜା ଘରେ ପହଞ୍ଚିଲେ। ଲିଜାକୁ କହିଲେ, କ'ଣ ଲିଜା, ଆଜି ପରା ତ ଜନ୍ମଦିନ କରିଥିଲୁ, ଆଉ ସାଜସଜା କରିନି? ଲିଜା କହିଲା, କ'ଣ କରିବି ପ୍ରକାଶ, କାଲି ସାହିତ୍ୟ ପରୀକ୍ଷା, ପଢ଼ୁ ପଢ଼ୁ ଡେରି ହେଇଗଲା। ପ୍ରକାଶ କହିଲା, ଠିକ୍ ଅଛି, ମୁଁ ଆଉ ଶିବମ ମିଶି ତୋର ଜନ୍ମଦିନର ଆୟୋଜନ କରିଦେବୁ। ପ୍ରକାଶ ଓ ଶିବମ ସାଜସଜ୍ଜାରେ ଲାଗିଗଲେ ଆଉ ଖୁବ୍ କମ୍ ସମୟରେ ସାଜସଜ୍ଜା ସାରିଦେଲେ। ପ୍ରକାଶ ଜାଣିଥିଲା ଲିଜାର ସାଙ୍ଗ ପୂଜା ଆଜି ଏଠାକୁ ଆସିବ। ତାର ଆଖି ମୁଖ୍ୟ ଦ୍ୱାର ଆଡ଼େ ଥାଏ ଓ ପୂଜାକୁ ମନେ ମନେ ଖୋଜୁଥାଏ। ଶିବମ ପ୍ରକାଶକୁ ପଚାରିଲା, କ'ଣ ହୋଇଛି ପ୍ରକାଶ? ତୁ କାହାକୁ ଅପେକ୍ଷା କରିଛୁ କି? ବାରମ୍ବାର ଦୁଆର ପଟେ ଦେଖୁଛୁ। ପ୍ରକାଶ କହିଲା, ନାଇଁ ସାଙ୍ଗ, ଏମିତି। ଆଉ କିଏ ଆସୁଛନ୍ତି ସେ ବିଷୟରେ ଭାବୁଛି। ଶିବମ କହିଲା, ଠିକ୍ ଅଛି। ଶିବମ ଲିଜାକୁ କହିଲା, ଲିଜା, ଚାଲ କେକ୍ କାଟ। ଲିଜା କହିଲା, ରହ ଶିବମ, ମୋର ପ୍ରିୟ ସାଙ୍ଗ ପୂଜା ଆସୁ। ସେହି ସମୟରେ ପୂଜା ଆସି ପହଞ୍ଚିଲା। ପୂଜାର ଆଖି ପ୍ରକାଶର ଆଖିରେ ମିଶିଗଲା। ତୁ ଚାଲୁଥିଲୁ ତୋ ବାଟରେ, ମୁଁ ଚାଲୁଥିଲି ମୋ ବାଟରେ, ଦେଖା ହେଲା ତୋର ମୋର ଯେଉଁଠି, ମନ ହଜିଗଲା ସେଇଠି, ମନ ହଜିଗଲା ସେଇଠି। ପୂଜା ଲାଜେଇ ମୁଣ୍ଡ ନୁଆଁଇ ଲିଜା ପାଖକୁ ଚାଲିଗଲା। ଲିଜାକୁ କହିଲା, ତୁ କ'ଣ ପାଇଁ ଏମାନଙ୍କୁ ଡାକିଛୁ ଲିଜା? ଲିଜା କହିଲା, ମୋର ସବୁ ସାଙ୍ଗମାନଙ୍କୁ ଡାକିଛି, ତେଣୁ ଏମାନଙ୍କୁ ବି ଡାକିଛି। ପୂଜା କହିଲା, ଠିକ୍ ଅଛି, ଚାଲ କେକ୍ କାଟିବା। ଲିଜା କହିଲା, ଚାଲ। ପୂଜା ଓ ଲିଜା କେକ୍ ପାଖକୁ ଗଲେ। ଏପଟେ ପ୍ରକାଶ ପୂଜାକୁ ଚାହୁଁଥାଏ ବାରମ୍ବାର। ପୂଜା ବି କିଛି କିଛି ବୁଝି ପାରୁଥାଏ, ତେଣୁ ସେ ପ୍ରକାଶ ସହିତ ଅଧିକ କଥା ହେଉନଥାଏ। କେକ୍ କାଟ ହେଲା। ଲିଜା ସାଙ୍ଗମାନଙ୍କ ସହିତ ବ୍ୟସ୍ତ ଥାଏ। ଶିବମ ସେହି ସମୟରେ ପୂଜାକୁ ଛାତ ଉପରକୁ ଡାକିଲା। କହିଲା, ପୂଜା, ଚାଲ ଟିକେ ଛାତ ଉପରକୁ ଯିବା। ପୂଜା କହିଲା, ଏବେ କ'ଣ ପାଇଁ ଛାତ ଉପରକୁ ଯିବା? ଶିବମ କହିଲା, ଚାଲ ତ। ପୂଜା ଓ ଶିବମ ଛୋଟବେଳର ସାଙ୍ଗ। ଶିବମ ଛୋଟବେଳୁ ପୂଜାକୁ ପସନ୍ଦ କରୁଥାଏ, କିନ୍ତୁ ସେ ବାହାରେ ପାଠ ପଢ଼ୁଥାଏ, ତେଣୁ ସେ ପୂଜା ସହିତ ତାର ଅଧିକ ଦେଖା ହେଇପାରେ ନାହିଁ। ଶିବମ ପୂଜା ସହିତ କଥା ହେବା ପାଇଁ ଛାତକୁ ଡାକୁଥାଏ। ପୂଜା କହିଲା, ଠିକ୍ ଅଛି, ଚାଲ। ଶିବମ ଓ ପୂଜା ଛାତ ଉପରେ ପହଞ୍ଚିଲେ। ଶିବମ ପୂଜାକୁ ପଚାରିଲା, ପୂଜା, କେମିତି ଅଛୁ? ପୂଜା କହିଲା, ମୁଁ ଭଲ ଅଛି, ଆଉ ତୁ? ଶିବମ କହିଲା, ମୁଁ ବି ଭଲ ଅଛି। ଆଉ ତୁ ମୋତେ ମନେ ରଖିଛୁ? ପୂଜା କହିଲା, ଆମେ ଏତେ ଛୋଟବେଳେ ସାଙ୍ଗ ହେଉଥିଲେ, କେମିତି ତୋତେ ଭୁଲିଯିବି? ପୂଜା ଓ ଶିବମ ବହୁ ସମୟ ଧରି କଥା ହେଲେ। ପୂଜା କହିଲା, ଶିବମ, ବହୁତ ଡେରି ହେଲାଣି, ଚାଲ ତଳକୁ ଯିବା। ଶିବମ କହିଲା, ଜାଣିଛୁ ପୂଜା, ମୁଁ ତୋତେ ଛୋଟବେଳରୁ ବହୁତ ପସନ୍ଦ କରେ। ତୁ ମୋ ବିଷୟରେ କ'ଣ ଭାବୁଛୁ? ପ୍ରକାଶ ସେହି ସମୟରେ ଛାତକୁ ଯାଉଥାଏ। ସେ ଶିବମର କଥାଟି ଶୁଣିଦେଲା।
ପୂଜା ପ୍ରକାଶକୁ ଦେଖି ତଳକୁ ଚାଲି ଆସିଲା। ପ୍ରକାଶ ଶିବମକୁ ଦେଖି ତା ମନ ବହୁତ କଷ୍ଟ ହେଲା। ଶିବମ ପଚାରିଲା, ପ୍ରକାଶ ତୋର କ'ଣ ହେଇଛି? ଏମିତି ମୁହଁଟା ଶୁଖିଯାଇଛି? କିଏ କ'ଣ କହିଲା କି? ଆପଣମାନେ କୁହନ୍ତୁ ଏବେ ପ୍ରକାଶ ଶିବମକୁ କ'ଣ କହିବ? ଶିବମ ଓ ପ୍ରକାଶର ବନ୍ଧୁତ୍ୱ ଭାଙ୍ଗିଯିବ? ପୂଜା କାହାକୁ କହିବ ତାର ମନର କଥା? ଶିବମ ନା ପ୍ରକାଶ? କାହାଣୀଟି ପସନ୍ଦ ଆସିଲେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ। ଧନ୍ୟବାଦ।